ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ରାଜବାଚ ଶୁଣ ଏ ମୁନି ତପବନ୍ତ ଯେ ତୁମ୍ଭେ କହିଲ ତପୋଧନ ଯେ ତୁମ୍ଭେ କହିଲ ବିଧାନ ଯେଣେ ରକ୍ଷା ଇନ୍ଦ୍ର ହୁଅଇ ସ୍ୱର୍গে ଇନ୍ଦ୍ର ଭୋଗ କରଇ ଜଗତ ରଙ୍ଗ ରିପୁ ବଳେ କଳା ମାତ୍ର କେ ଶୟଳେ ତୁଲ୍ୟ କେ ଅଶେଷ ସମ୍ପଦେ ଭୁଞ୍ଜୁ ଅଛନ୍ତି ଅପ୍ରମାଦେ ହୋ ସ୍ୱାମୀ ମୋର ଯେବେ ଦୟା ବିସ୍ତାରୀ କହ କି ନା ତାହା କେମନ୍ତ ବେଳେ ନାରାୟଣ ଇନ୍ଦ୍ରର ରକ୍ଷଣ କାରଣ ଯେ କର୍ମ ବଳେ ଶତ୍ରୁ ଜିଣି ସ୍ୱର୍ଗ ନିର୍ଭୟେ ବଜ୍ର ପାଣି ବାଦାରାୟଣୀ ବାଚ ଇନ୍ଦ୍ର ନିମନ୍ତେ ହୋଇ କୃତ ପ୍ରସନ୍ନ ହୋଇ ପୁରୋହିତ ସେ କର୍ମ ନାମ ନାରାୟଣ ଏବେ କହିବା ଏକ ମନେ ଶୁଣ ବିଶ୍ୱରୂପ ଉବାଚ ମୋର ଚରଣେ ଯେବେ ଧ୍ୟାଇ ପରମ ବ୍ରହ୍ମ ସୁଖ ହୋଇ ମନ୍ତ୍ରରେ କରି ଅଙ୍ଗ ନ୍ୟାସ ମୌନ ସୂଚି ହୋଇ ତୋଷ ଏମନ୍ତ କର୍ମ ନାରାୟଣ ରାଜନ ସାବଧାନେ ଶୁଣ ନିକଟେ ଭୟ ଯେତେବେଳେ ଉଦୟ ହୃଦୟ କମଳେ ଚରଣ ଜାନୁବକ୍ଷ ସ୍ଥଳେ ମନ୍ତ୍ରକୁ ନ୍ୟାସିବେ ଚପଳେ ଓଙ୍କାର ଆଦି ନାରାୟଣ ଉଚ୍ଚାର କରିବ ତତ୍କ୍ଷଣ କରିବ କର ଅଙ୍ଗ ନ୍ୟାସ ସେ ବିଦ୍ୟା ଅଛଇ ଦ୍ୱାଦଶ ପ୍ରବଣ ଆଦି କରି ଯେତେ କରିବ ବିଶୁଦ୍ଧ ନିମନ୍ତେ ତର୍ଜନୀ ଆଦି ଅଙ୍ଗୁଳିରେ ନ୍ୟାସିବ ମନ୍ତ୍ରକୁ କ୍ରମରେ ହୃଦରେ ଦେଇଣ ଓଙ୍କାର ମସ୍ତକେ ନାସିବ ବକାର ସକାର ଭୁରୁ ଯୁଗେ ଦେଇ ଶଣକାର ଶିଖାରେ ବସାଇ ବକାର ନୟନ ମଧ୍ୟରେ ନକାର ମକାର ସନ୍ଧିରେ ଓଙ୍କାର କରିବ ସ୍ମରଣ ମନ୍ତ୍ର ସ୍ୱରୂପ ହୋଇ ଜନ୍ମ ବିଷ୍ଣୁର ନାମ ଉଚ୍ଚାରିବ ଓଙ୍କାର ତାର ଅଦ୍ୟ ଦେବ ପରମ ଆତ୍ମା ଯେଉଁମାନେ ଧ୍ୟାନ କରିବ ଏ ବିଧାନେ ଷଟ୍ ଶକତି ଆଦି ଯୁକ୍ତ ଅନାଦି ଦିବ୍ୟ ଶୁଦ୍ଧ ଚିତ ଯେ ହରି ଗରୁଡ଼ ପୃଷ୍ଠରେ ପାଦ ପଦ୍ମ ଦେଇଛି ଶିରେ ଯା ଅଷ୍ଟ ବାହୁ ରେଣ କରି ଚକ୍ର ଅସି ଗଦାଦି ଧରି ବିଷୟ ପାପକୁ ସେ ହରେ ରଖନ୍ତୁ ସେ ସର୍ବକାଳରେ ଯେ ଜଳେ ମତ୍ସ୍ୟ ରୂପ ହୋଇ ସେ ପ୍ରଭୁ ରକ୍ଷା କର ଦେଇ ଜଳ ଜନ୍ତୁକ ସକାଶରୁ ରଖିବେ ବରୁଣ ଆଗରୁ ମାୟା ବାବନ ରୂପ ଜଳେ ସେ ରକ୍ଷା କରୁ ଅବହଳେ ତ୍ରିବିକ୍ରମ ରଖୁ ଭୂମିରେ ବିଶ୍ୱରୂପ ଆକାଶରେ ଦୁର୍ଗମ ଗ୍ରାମ ଆଦି କରି ସେ ସ୍ଥଳରୁ ମୋତେ ଉଦ୍ଧରି ଅସୁର ଯୁଥରେ ବୈରୀ ନୃପତି ମୋତେ ଯେ ଉଦ୍ଧରି ଯାହାର ଉଚ୍ଚହାସ ଶୁଣି କମ୍ପନ୍ତି ଦିଗଜେ ଧରଣୀ ସେ ପ୍ରଭୁ ଯୁଦ୍ଧ ଆଦି ସ୍ଥଳେ ମୋତେ ରଖନ୍ତୁ ଅବହେଳେ ପଥେ ରଖନ୍ତୁ ଯଜ୍ଞ କଳ୍ପ ଅଖିଳ ଧାରି ବିଶ୍ୱରୂପ ଶ୍ରୀରାମ ଲକ୍ଷ୍ମଣ ସହିତେ ପ୍ରବାସେ ରଖନ୍ତୁ ସେ ମୋତେ ଅନାଦି ଅନ୍ୟାୟରୁ ଜାଣ ମୋତେ ରଖନ୍ତୁ ନାରାୟଣ ଆଉ ସେ ନର ରୂପୀ ହରି ରଖନ୍ତୁ ଗର୍ଭରୁ ଧରି ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟ ରଖନ୍ତୁ ହୋଇ ସେ ଦତ୍ତାତ୍ରେୟ ରଖନ୍ତୁ ହୋଇ ସେ ଉଦୟ କପିଳ ରୂପ ଦେବ ହରି ରଖନ୍ତୁ କର୍ମବନ୍ଧ ଧରି କାମତାପ କରି ଉଦ୍ଧାର ରଖନ୍ତୁ ସନତ କୁମାର ଦେବ ହେଳ ନାଦି ଦୋଷରୁ ହୟଗ୍ରୀବ ମୂର୍ତ୍ତି ଉଦ୍ଧରୁ ଅନ୍ୟ ଦେବ ସେବା ଦୋଷରୁ ନାରଦ ରୂପୀ ରକ୍ଷା କରୁ ଅପାଥ୍ୟାଦି ରୋଗ ତାପରୁ ଧନନ୍ତରୀ ମୂର୍ତ୍ତି ଉଦ୍ଧରୁ ନାସି ଦୁଃଖ ଶୋକାଦି ଭୟ ଋଷଭ କରନ୍ତୁ ଅଭୟ ଜନା ପଦାରୁ ତୁରିତେ ତାରନ୍ତୁ ଯଜ୍ଞ ମୂର୍ତ୍ତି ମୋତେ ଜଳ ନିମିତେ ଉତ୍ତପାତ ନାସି ରଖନ୍ତୁ ହଳ ହସ୍ତ ସର୍ପଙ୍କ ପ୍ରତାପରୁ ମୋତେ ଶେଷ ରୂପୀ ରଖୁ ଯୁକତେ କଳିର ପାପନାଶ କରି ରଖନ୍ତୁ କଳ୍କି ରୂପ ଧାରି ହେ ଦେବ ଇନ୍ଦ୍ର ଏ ବିଧିରେ ଧ୍ୟାଇବା ଦିବାର ଜନିରେ ପ୍ରାତ କାଳରେ କୃପା କରି ମୋର ସକଳ ଅରିଷ୍ଟ ହରି ରଖନ୍ତୁ ନାରାୟଣ ମୋତେ ଗଦା ଶକ୍ତି ଧରିଣ ହସ୍ତେ ରଖିବେ ବିଷ୍ଣୁ ଚକ୍ରଧର ଦିବସ ମଧ୍ୟମ ଭାଗର
ରଖନ୍ତୁ ସାୟଂକାଳେ ମତେ ତ୍ରିଧାମ ମାଧବ ତୁରିତେ ଅପରାହ୍ନରେ ମଧୁହରି ରଖିବେ କରେ ଧନୁ ଧରି ପ୍ରଦୋଷ ରଖୁ ଋଷିକେଶ ଅଶେଷ ବ୍ରହ୍ମାଣ୍ଡର ଈଶ ଅର୍ଦ୍ଧରାତ୍ର ତଥା ନିଶୀତେ ରଖିବେ ପଦ୍ମନାଭ ମତେ ଶ୍ରୀବତ୍ସ ଧାମ ମଧ୍ୟ ଗତେ ଖଡ୍ଗ ଆୟୁଧ ଧରି ହସ୍ତେ ଅନୁସନ୍ଧ୍ୟାରେ ଦାମୋଦର ରାତ୍ର ପ୍ରଭାତେ ବିଶ୍ବେଶ୍ୱର କାଳମୂରତି ଭଗବାନ ରଖନ୍ତୁ ମୋହର ଜୀବନ ଯୁଗାନ୍ତ ଅନଳ ପରାଏ ଯାର ନେମିରେ ତେଜ ହୁଏ କୃଷ୍ଣର ନିୟୋଜିତ ହୋଇ ନିର୍ଭୟେ ଜଗତେ ଭ୍ରମଇ ସେ ଚକ୍ର ମୋର ଅରିସନ୍ୟ ଦହନ କରିବେ ବହନ ପବନ ସହ ହୁତାସନ ଦହଇ ଯେନେ ଶୁଷ୍କ ତୃଣ ସେ ଗଦା ଚକ୍ର ପ୍ରାୟ ହୋଇ ସ୍ଫୁଲିଙ୍ଗ ତୁମ୍ଭର ବାଦଇ ତୁମ୍ଭେ ଅଖିଳ ନାଥ ପ୍ରିୟା ମୁଁ ତାଙ୍କ ଦାସ କର ଦୟା କୁଷ୍ମାଣ୍ଡ ବିନାୟକ ଯକ୍ଷ ଗୁହୁକ ଗଣଭୂତ ରକ୍ଷ ପିଚାସ ପ୍ରେତ ଗ୍ରହ ଗଣ ଶୀଘ୍ର କରନ୍ତୁ ପ୍ରମଥନ ହେ ପାଞ୍ଚ ଜନ୍ୟ ଦର ସାର ହେ ଭୀମ ନାଦରେ ତୋହର ସେ ଭୀମ ନାଦରେ ତୋହର ଶତ୍ରୁଙ୍କ ହୃଦୟ କମ୍ବଇ ଦ୍ରବା ଓ ମହାଭୟ ପାଇ ହତ ହୋଇବେ ଜାତୁ ଧାନେ ସ୍ୱର୍ଗ ଲଭିବେ ଦେବଗଣେ ତେଜ ଗୁଣ ଯେ ଆୟୁଧ ପୁଣି ହିଁ ଲଭିବ ସମ୍ପଦ ମୋର ଭକତ ଲୋକଙ୍କର ହିଂସା ନହିବେ ପୁନର୍ବାର ପୁଣି କହନ୍ତି ବିଶ୍ୱରୂପ କହିବା ଶୁଣ ସାଧୁ ନୃପ ତୁମ୍ଭ ଖଡ୍ଗ ତୀକ୍ଷ୍ଣ ଧାର ଶେଷ ରିପୁ ବଳ ମାର କୃଷ୍ଣରେ ତୋର ପ୍ରୟୋଜିତ ଛେଦନ କର ବୀରତ ସେ ସତ ଚନ୍ଦ୍ର ତୁମ୍ଭ ଶୁଣ ଯେତେକ ଅଛନ୍ତି ରିପୁଗଣ ଏହାଙ୍କ ଲୋକର ଆଚ୍ଛାଦ୍ୟ ରକ୍ଷଣ ହେଉ ତାଙ୍କ ଭେଦ ଯେ ମୋହ ଭୟ ଜାତ ହୋଇ ଗ୍ରହମାନଙ୍କର କେତୁ ତୁହି ଜେନର ସରୀସୃପ ଆଦି ହିଂସ୍ର ଜନ୍ତୁ ଭୂତ ପ୍ରେତାଦି ଅନ୍ୟ ଯେ ଆମ୍ଭ ମନ୍ଦ ଚିନ୍ତି ଶ୍ରେୟରେ ବ୍ୟାଘାତ କରନ୍ତି ଶ୍ରୀକୃଷ୍ଣ ଅସ୍ତ୍ର ରୂପ ନାମ ଯେଣୁ ମୁଁ କଲି ସଂକୀର୍ତ୍ତନ ତେଣୁ ଏ ଦୁଷ୍ଟମାନେ ସର୍ବେ ଯକ୍ଷକୁ କ୍ଷୟକୁ ପ୍ରାପତ ହୋଇବେ ଯେ ମୋର ଶ୍ରେଷ୍ଠତା ଚରଣ ହିଂସା କରନ୍ତି ଦୁଷ୍ଟ ଚରଣେ ହିଂସା କରନ୍ତି ଦୁଷ୍ଟପଣେ ଆତ୍ମାର ଅଂଶେ ପ୍ରାଣୀଙ୍କର ସକଳ ଶରୀରୁ ବାହାର ଭଗବାନ ଗରୁଡ଼ ମତେ ରକ୍ଷା କରିବେ ଅନୁବ୍ରତେ ରଖିବେ ବିଶ୍ୱରୂପ ହରି ଅଶେଷ କଷ୍ଟୁ ମତେ ତାରି ବିଷ୍ଣୁର ନାମ ରୂପ ମାନ ଆବର ଆୟୁଧ ବାହନ ଏମାନେ ହୋଇ ପରସନ ଆପଦୁ କରିବେ ମୋଚନ ପ୍ରଭୁ ନିକଟେ ଯେତେ ଜନ ଅପରେଛନ୍ତି ଭୃତ୍ୟଗଣ ବୁଦ୍ଧି ଇନ୍ଦ୍ରିୟ ମୋର ମନ ସେ ସର୍ବ ରଖନ୍ତୁ ମୋ ପ୍ରାଣ ଏମନ୍ତ ପ୍ରଭୁ ଭଗବାନ ଅବ୍ୟୟ ସତ୍ୟର କାରଣ ଏହି ସତ୍ୟରେ ମୋର ସର୍ବ ନଷ୍ଟ ହୁଅଇ ଉପଦ୍ରବ୍ୟ ଏମନ୍ତେ ପରମ ଈଶ୍ୱର ରକ୍ଷା କରିବେ ମୋ ଶରୀର ଭୂଷଣ ଆଉ ଶସ୍ତ୍ର ମାନ ମାୟାରେ ହୁଅନ୍ତି ଭଗବାନ ସର୍ବଜ୍ଞ ଭଗବାନ ହରି ସଦା ସର୍ବଦା ଦୟା କରି ଦିଗ ବିଦଗ ଧୌର୍ଧ ରଖନ୍ତୁ ନରସିଂହ ଦେବ ସ୍ୱନରେ ହୋଇ ଭୟ ଧ୍ୱଂସ ସ୍ୱତେ ଯେ ସର୍ବତେଜ ନାଶ ଭୋ ଇନ୍ଦ୍ର ଶୁଣ ମୋ ବଚନ କହିଲି ଧର୍ମ ପାରାୟଣ ତୁମ୍ଭେ ଧର୍ମକୁ ଧାରଣ ଶରୀରେ କର ଦେବଗଣ ଅସୁର ଯୁଥପତି ଯୁଧେ ଜୟ କରିବେ ଅପ୍ରମାଦେ ଏ ବିଦ୍ୟା ଯାର ନ ଯହିଁ ଥାଇ ସେ ଜନ ଯାହାକୁ ଦେଖଇ ପାଦେ ବା ସ୍ପରଶ କରଇ ତାଗାତ୍ରେ ଭୟ ନ ରହି ଏ ବିଦ୍ୟା ଯେହୁ କରିଥାଇ ଭୟ ତାହାର କିଛି ନାହିଁ ଚୋର ତସ୍କର ଗ୍ରହ ଆଦି ରାଜ ଭୟ ଯେ ନାନା ବ୍ୟାଧି ଏ ବିଦ୍ୟା ପୂର୍ବେ ବିପ୍ର ଏକ ଧରଣୀ ଥିଲା କୌଶିକ ମରୁଭୂମିରେ ବସି ସେଇ ଯୋଗ ଧାରଣେ ନିଜ ଦେଇ ତେଜିଲା ତହିଁ ଦ୍ୱିଜବର ଶୁଣ କହିବା ସୁନାସିର ଗନ୍ଧର୍ବପତି ଏକ ଦିନେ ତାହାର ଉପରେ ବିମାନେ ଯାଇ ନଥିଲା ଚିତ୍ରରଥ ଅମର କନ୍ୟାରେ ବେଷ୍ଟିତ ବ୍ରାହ୍ମଣ ଯହିଁ ମରିଥିଲା ତାହାଙ୍କ ଊର୍ଦ୍ଧ୍ୱ ଯହୁଁ ଗଲା ଗଗନ ଉଡ଼ିଲା ତକ୍ଷଣେ ବିମାନ ଗଲା ତାର କେଣେ ଉଡ଼ିଲା ଅଧମୁଖ ହୋଇ ସବ ଚକିତ ନାଇଁ ବାଳ ଖିଲାରେ ବାକ୍ୟ ଶୁଣି ତତ୍କ୍ଷଣେ ବିପ୍ରସ୍ତି ଆଣି ନଦୀରେ ନେଇ ପକାଇଲା ମନରେ ବିସ୍ମୟ ହୋଇଲା ସରସ୍ୱତୀରେ କରି ସ୍ନାନ ଶୀଘ୍ର ସେ କଲାକ ଭୋଜନ
ପୁଣି ବିମାନେ ଆହରିଲା ସୁଖେ ସେ ନିଜ ପୁରେ ଗଲା। ଶ୍ରୀଶୁକ ବାଚ ଯେ ଶ୍ରବଣରେ ଶୁଣି ଆଦର କରି ଧରେ ପ୍ରାଣୀ ସେ ସର୍ବ ପାପୁ ହୁଏ ପାର ସର୍ବେ କରନ୍ତି ନମସ୍କାର। ଇନ୍ଦ୍ର ବିଶ୍ୱରୂପ ରୂପେ ତହିଁ ଏ ମହାବିଦ୍ୟା ଶିକ୍ଷା ପାଇ ସଂଗ୍ରାମେ ଦୈତ୍ୟକୁ ଜିଣିଲେ ତ୍ରିଲୋକ୍ୟ ଲକ୍ଷ୍ମୀ ଭୋଗ କଲେ। ଦ୍ୱିଜ ଜଗନ୍ନାଥ ବୋଲଇ ନାମ ଶ୍ରବଣେ ସିଦ୍ଧ ହୋଇ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ଷଷ୍ଠ ସ୍କନ୍ଧେ ନାରାୟଣ ଧର୍ମୋପଦେଶ କଥନେ ନାମ ଅଷ୍ଟମୋଧ୍ୟାୟ। ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧ